सरस्वती मैथ एजुकेशन यूट्यूब चैनल को स्वागत। आज पढ़िवा सरस्वती गणितमाला तृतीय श्रेणी बहिर कैलेंडर पाठ। पूर्वर मोर चैनल रे अपलोड होइथिवा समस्त वीडियो देखा चाहूले चैनल पेज रु प्लेलिस्ट रु पाई परिवे। आजिकाली दुनिया रे मनुष्य जीवन रे समय बहुत मूल्यवान, तेणु से समय को जानिबा पई आमे घरे कैलेंडर व्यवहार करुचे। दिन परे दिन गड़ी जाए, मासे हुए एवं मास परे मास गड़िकी एक वर्ष हुए, जहाँ को आमे अन्य अर्थ रे कहि परिबा जे गोटे कैलेंडर वर्ष। एक वर्ष को आमे गोटे कैलेंडर वर्ष बोली कहू। तले केतोटी मासर कैलेंडर संबंध धारणा दिया जायछि। एई कैलेंडर विषय रे आमे आज समस्त पाठ पढ़िबा बा कैलेंडर विषय रे भलकरी जानिमा। साधारणतः आमर घरे विभिन्न प्रकार कैलेंडर व्यवहार करा जाउछि। विभिन्न कार्यालय तरफ प्रदान कराइथा कैलेंडर बा जो कैलेंडर तैयारी करुछंदी जो माने पंजीकार माने पंजिका को व्यवहार करिकी पांजी रु से सब कैलेंडर आम व्यवहार करुचे। सेथिरे मसीहा मास एवं केउ मास केते तारीख एवं छुट्टी दिन उत्सव दिन विद्यालय मानक पालन कराउछि ताहा मध्य से कैलेंडर रे सूचित होता है। एवं वर्ष से मासरे केउ केउ पर्वपर्वाणी पड़े ताहा मध्य कैलेंडर रु आमे जानि परिबा। ता सहित विवाह व्रत नूतन घर प्रवेश बा घर प्रतिष्ठा इत्यादि तिथि मध्य कैलेंडर रु जानिबा। तिथि मास वर्ष ये सब तारीख ये सब कथा आमे कैलेंडर रु जानि पारुचे। तबे मने रखिबा एक मास समान 30 दिन एवं एक वर्ष है 12 मास। मने रख एक मास समान 30 दिन आउ एक वर्ष समान 12 मास। 12 मास हेले एक वर्ष है। इंग्राजी वर्षर 12 मास गुड़िकर ना कौन? जनवरी, फेब्रुआरी, मार्च, एप्रिल, मे, जून, जुलाई, अगस्त, सेप्टेम्बर, अक्टोबर, नवेम्बर, डिसेम्बर। एमानक मध्यरु 7टी मास 31 दिनिया मास है। केउ केउ मास सब 31 दिनिया मास तार गोटे तालिका करिबा। देख 31 दिनिया मास जनवरी है 31 दिनिया मास, मार्च तापरे मे बागु मई मास बोली कहूचे, जुलाई आउ अगस्त, अक्टोबर, ओ डिसेम्बर। ये 31 दिनिया मास है। एगुड़िक 31 दिन विशिष्ट जनवरी, मार्च, मे, जुलाई, अगस्त, अक्टोबर और डिसेम्बर। ये 7टा मास होची 31 दिनिया मास एवं 4टी मास 30 दिनिया मास। ना 30 दिनिया मास गुड़िक है एप्रिल बा अप्रैल,
ଜୁନ, ସେପ୍ଟେମ୍ବର, ନଭେମ୍ବର ଓ ନଭେମ୍ବର ହେଲା। ଏ ଚାରୋଟି ମାସ ହେଲା 30 ଦିନିଆ ମାସ। ଅପ୍ରେଲ, ଜୁନ, ସେପ୍ଟେମ୍ବର ଓ ନଭେମ୍ବର। କେବଳ ଫେବୃଆରୀ ମାସଟି ହେଉଛି 28 ଦିନ କିମ୍ବା 29 ଦିନ ହେଲା। ଫେବୃଆରୀ ମାସ ହେଲା 28 କିମ୍ବା 29 ଦିନ। ଫେବୃଆରୀ ମାସ 28 ଦିନ ସବୁବେଳେ ହେଇଥାଏ ଓ 29 ଦିନ। ତେବେ ପ୍ରତି 4 ବର୍ଷରେ ଥରେ 29 ଦିନ ହୁଏ। ସବୁବେଳେ ଫେବୃଆରୀ ମାସ ହେଉଛି 28 ଦିନ, ପ୍ରତି 4 ବର୍ଷରେ ଥରେ ହୁଏ 29 ଦିନ। କେମିତି ଜାଣିବା କୋଉ ମସିହା ବା କେଉଁ ବର୍ଷ ଫେବୃଆରୀ ମାସ 29 ଦିନ ହବ? ସେ ବର୍ଷ ସେଇ ଯୋଉ ମସିହାଟିକୁ ଯଦି 4ରେ ଭାଗ ହୁଏ ହେଲା, ଯେଉଁ ମସିହାଟି 4 ଦ୍ୱାରା ବିଭାଜ୍ୟ, ତେବେ ଆମେ ଜାଣିବା ଯେ ସେହି ବର୍ଷ ଫେବୃଆରୀ ମାସ 28 ତାରିଖ ପରିବର୍ତ୍ତେ 29 ଦିନ ହେବ। ଯଦି ମସିହାଟି ପୂର୍ଣ୍ଣ 100 ମସିହା ହେଇଥାଏ, ଅର୍ଥାତ୍ 2000 ମସିହା, 1200 ମସିହା, 1600 ମସିହା, ଏଭଳି ପୂର୍ଣ୍ଣ 100 ମସିହା ହୋଇଥାଏ, ତାହେଲେ ତାହା 400 ଦ୍ୱାରା ବିଭାଜ୍ୟ ହେଉଥିବା ଦରକାର। ଯଦି ସେଇ ସଂଖ୍ୟାଟି, ସେ ମସିହାଟି 400 ଦ୍ୱାରା ବିଭାଜ୍ୟ, ତାହେଲେ ତାହା ମଧ୍ୟ ହେଲା 29 ଦିନ ହେବ। ତେବେ ଏଇଠି ମନେ ରଖିବା ଯେ ଯେଉଁ ବର୍ଷ ଫେବୃଆରୀ ମାସ 28 ପରିବର୍ତ୍ତେ 29 ଦିନ ହୁଏ, ସେ ବର୍ଷକୁ କୁହାଯାଏ ଅଧିବର୍ଷ। ତେଣୁ ଏଇ ଅଧିବର୍ଷ ପ୍ରତି 4 ବର୍ଷରେ ଥରେ ପଡ଼େ। 2020 ମସିହା, ତାକୁ 4ରେ 2020 ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ, ତେଣୁ 2020 ମସିହାଟା ଅଧିବର୍ଷ ହେଇଥିଲା ଏବଂ ଫେବୃଆରୀ ମାସ 28 ଦିନ ବଦଳରେ 29 ଦିନ ହୋଇଥିଲା। ସେମିତି 2021, 22, 23 ଗଲା, 2024 ମସିହାଟି ମଧ୍ୟ 4 ଦ୍ୱାରା ବିଭାଜ୍ୟ, ତେଣୁ ତାହା ଅଧିବର୍ଷ ହେଲା। ପୁଣି 2028ରେ ହେବ, 2028 ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ, ସେଇଟା ହେବ ଅଧିବର୍ଷ। ତେଣୁ ପ୍ରତି 4 ବର୍ଷରେ ଥରେ ଅଧିବର୍ଷ ପଡ଼େ। ଯେଉଁ ଦିନ ଫେବୃଆରୀ ମାସଟା ହେଲା ଗୋଟିଏ ଦିନ ଅଧିକା ହେବ, 28 ବଦଳରେ 29 ଦିନ ହେବ। ଆମେ ଜାଣିଛେ ବର୍ଷକ ହେଉଛି 365 ଦିନ। ତେଣୁ ଯେଉଁ ବର୍ଷ ଅଧିବର୍ଷ ହୋଇଥାଏ, ଅର୍ଥାତ୍ ଫେବୃଆରୀ ମାସ 29 ଦିନ ହୋଇଥାଏ, ସେ ବର୍ଷର ଦିନ ସଂଖ୍ୟା ହେଇଯିବ 366 ହେଲା। ଅଧିବର୍ଷର ଦିନ ସଂଖ୍ୟା 366, କାରଣ ଗୋଟିଏ ଦିନ ଅଧିକା ହେଇଥାଏ ଏବଂ ତାହା ଫେବୃଆରୀ ମାସରେ ହିସାବ ହୋଇଥାଏ। ସେଇ ଦିନଟି 28 ବଦଳରେ 29 ହେଇଥାଏ ହେଲା। ତେବେ ପ୍ରତି 4 ବର୍ଷରେ ଥରେ ଅଧିବର୍ଷ ପଡ଼େ। ତେବେ ଯଦି ପୂର୍ଣ୍ଣ 100 ମସିହା ହେଇଥିବ, ଯେମିତି 2000 ମସିହା, 2000 ମସିହା 400ରେ ବିଭାଜ୍ୟ ହେବ, ତେଣୁ ସେ ବର୍ଷ ମଧ୍ୟ ଅଧିବର୍ଷ। এই କଥାକୁ ମନେ ରଖିବା। କ୍ୟାଲେଣ୍ଡରକୁ ଦେଖିକି ତାରିଖକୁ ଜାଣିବା। ଏଇଠି ଗୋଟେ ଜାନୁଆରୀ ମାସର କ୍ୟାଲେଣ୍ଡର ଅଛି। ଜାନୁଆରୀ ପ୍ରଥମ ତାରିଖ ଆମେ ଜାଣିଛେ 1 ତାରିଖକୁ ପହିଲା ବୋଲି କୁହାଯାଏ, ପ୍ରଥମ ତାରିଖ ହେଲା। ବୋଲେ ପହିଲା ତାରିଖ ବା 1 ତାରିଖ ହେଉଛି ମଙ୍ଗଳବାର ହେଲା। ସେଇଠୁ ଆରମ୍ଭ ହେଇକି ବୁଧବାର 2 ତାରିଖ, ଗୁରୁବାର 3 ତାରିଖ, ଶୁକ୍ରବାର 4 ତାରିଖ, ଶନିବାର 5 ତାରିଖ, ରବିବାର ହେଲା 6 ତାରିଖ, ସୋମବାର 7 ତାରିଖ, 8, 9, 10 ଏଇଭଳି ଭାବରେ 31 ପର୍ଯ୍ୟନ୍ତ ରହିଛି। କାରଣ ଜାନୁଆରୀ ହେଉଛି 31 ଦିନିଆ ମାସ। ଏଇ ଜାନୁଆରୀ ମାସରେ ରବିବାର କେତୋଟି ପଡ଼ିଛି? ରବିବାର କେତେ ପଡ଼ିଛି? 1, 2, 3, 4ଟା ପଡ଼ିଛି। କୋଉ କୋଉ ତାରିଖରେ? ନା 6, 13, 20 ଆଉ 27 ତାରିଖରେ। ଏବେ ଏଇଠି ଲକ୍ଷ୍ୟ କର ଯେ ଗୋଟିଏ ପ୍ରଥମ ରବିବାର ପଡ଼ିଲା 6 ତାରିଖ। ଏବେ ଦ୍ୱିତୀୟ ରବିବାରଟି କେତେ ତାରିଖରେ ପଡ଼ିଲା? 13 ତାରିଖରେ।
ତାମାନେ 6 ଆଉ 13 ମଧ୍ୟରେ ପାର୍ଥକ୍ୟ କେତେ ନା 6 ରେ 7 ଯୋଗ କଲେ 13 ବା 6 ଆଉ 13 ମଧ୍ୟରେ 7 ହେଉଛି ପାର୍ଥକ୍ୟ ହେଲା। ସେମିତି ତୃତୀୟ ରବିବାର 20 ତାରିଖରେ ପଡିଛି, ତାହେଲେ 13 ଆଉ 20 ମଧ୍ୟରେ ପାର୍ଥକ୍ୟ 7, 13 ରେ 7 ଯୋଗ କଲେ 20। ସେମିତି ଚତୁର୍ଥ ରବିବାରଟି 27 ତାରିଖରେ ପଡିଲା, 20 ରେ 7 ଯୋଗ କଲେ 27। ତେଣୁ ଆମେ ଏଥିରୁ ଜାଣିବା ଗୋଟିଏ ବାର ଯେଉଁ ତାରିଖରେ ପଡିଥାଏ ସେଥିରେ 7 ଯୋଗ କଲେ ପରବର୍ତ୍ତୀ ବାର ତାପରେ ସେଇ ବାରଟି କେତେ ତାରିଖରେ ପଡିବ ଜଣା ପଡିଥାଏ ହେଲା। ଯେମିତି ଗୁରୁବାର 3 ତାରିଖରେ ପଡିଛି, ପ୍ରଥମ ଗୁରୁବାର, ପରବର୍ତ୍ତୀ ଗୁରୁବାର ବା ଦ୍ୱିତୀୟ ଗୁରୁବାରଟି କେତେ ତାରିଖରେ ପଡିବ ନା 3 ଯୋଗ 7 କେତେ ହେଲା 10, 10 ତାରିଖରେ ପଡୁଛି। ସେମିତି ତା ପରବର୍ତ୍ତୀ ଗୁରୁବାର କେତେ ତାରିଖରେ ପଡିବ ନା 10 ଯୋଗ 7 17 ତାରିଖ, ତାର ପରବର୍ତ୍ତୀ ଗୁରୁବାର 17 ଯୋଗ 7 24, ତାର ପରବର୍ତ୍ତୀ ଗୁରୁବାର ପଡିବ 24 ଯୋଗ 7 ହେଲା 31 ହେଲା। 31 ହେଲା ଜାନୁଆରୀ ମାସର ଶେଷ ତାରିଖ ହେଲା। ତାହେଲେ ଫେବୃଆରୀ ମାସର ଆରମ୍ଭ ହବ କୋଉଠି, ଯଦି ଗୁରୁବାର ସରୁଛି ଜାନୁଆରୀ ମାସ 31 ତାରିଖ ଆଉ ଶୁକ୍ରବାର ଦିନ ଆରମ୍ଭ ହବ ଫେବୃଆରୀ 1 ହେଲା। ଜାନୁଆରୀ ପରେ ଫେବୃଆରୀ ଆସିବ, ତେଣୁ ଶୁକ୍ରବାର ହବ ଫେବୃଆରୀ 1 ତାରିଖ। ଦେଖ ଏଇଠି ଫେବୃଆରୀ ମାସର କ୍ୟାଲେଣ୍ଡର ଅଛି। ଆମେ ଜାନୁଆରୀ ମାସର କ୍ୟାଲେଣ୍ଡରରେ ଦେଖିଥିଲେ ଯେ ଗୁରୁବାର ଦିନ ଜାନୁଆରୀ ମାସ ସରିଲା 31 ତାରିଖ ପଡିଥିଲା, ତେଣୁ ଶୁକ୍ରବାର ହେଉଛି ଫେବୃଆରୀ 1 ତାରିଖ ହେଲା। ସେଇଠୁ ଏବେ ଶନିବାର 2 ତାରିଖ, ରବିବାର 3 ତାରିଖ, ସୋମବାର 4 ତାରିଖ, ଏଇଭଳି ଭାବରେ ଏଇ ମାସଟା ଫେବୃଆରୀ 28 ଦିନିଆ, ତେଣୁ 28 ପର୍ଯ୍ୟନ୍ତ ଲେଖା ହେଇଛି। 28 ହେଉଛି ଲାଷ୍ଟ ବା ଶେଷ ଦିନ ଫେବୃଆରୀ ମାସର। ଏବଂ ଏଥିରେ ଫେବୃଆରୀ ପରେ ଆସିବ ମାର୍ଚ୍ଚ 1 ତାରିଖ ଆରମ୍ଭ ହବ କୋଉଠୁ ନା ସେଇ ଶୁକ୍ରବାରରୁ, କାରଣ ଗୁରୁବାର ସରୁଛି ଫେବୃଆରୀ ମାସ, ତେଣୁ ଶୁକ୍ରବାରରୁ ଆରମ୍ଭ ହବ, ମାର୍ଚ୍ଚ ମାସ 1 ତାରିଖ ହବ ହେଲା। ଦେଖ ଏଇ ଯୋଉ କ୍ୟାଲେଣ୍ଡର ଫେବୃଆରୀ ମାସର କ୍ୟାଲେଣ୍ଡର ଦେଖିକିରି ଏଇ ପ୍ରଶ୍ନ ଗୁଡିକର ଉତ୍ତର ଲେଖିବା। 1 ନମ୍ବର ପ୍ରଶ୍ନ ଅଛି, ଏହି ମାସର ପହିଲା ତାରିଖ କେଉଁ ବାରରେ ପଡିଥିଲା? ପହିଲା ତାରିଖ ବୋଲେ 1 ତାରିଖ କୋଉ ବାରରେ ପଡିଥିଲା? ଶୁକ୍ରବାର। ଏହି ମାସର ଫେବୃଆରୀ ମାସର ପହିଲା ତାରିଖ ପଡିଥିଲା ଶୁକ୍ରବାର ହେଲା, ଶୁକ୍ରବାର। 2 ନମ୍ବର, ଏହି ଫେବୃଆରୀ ମାସରେ ମୋଟ କେତୋଟି ରବିବାର ପଡିଅଛି? ମୋଟ କେତୋଟି ରବିବାର ଦେଖ ଏଠି 3 ତାରିଖ, 10 ତାରିଖ, 17 ତାରିଖ, 24 ତାରିଖ। କେତୋଟି ରବିବାର? 4ଟା। 1 2 3 4 ହେଲା। ଫେବୃଆରୀ ମାସରେ 4ଟି ରବିବାର ପଡିଛି, ମୋଟ 4ଟି ରବିବାର ପଡିଛି। 3 ନମ୍ବର, ଏହି ମାସର ତୃତୀୟ ସୋମବାର କେତେ ତାରିଖରେ ପଡିଅଛି? ଦେଖ ତୃତୀୟ ସୋମବାର, ଏଠି ଦେଖ ସୋମବାର ପଡିଛି 4, ପ୍ରଥମ ସୋମବାର 4 ତାରିଖ, ଦ୍ୱିତୀୟ ସୋମବାର ହେଲା 11 ତାରିଖ। ଦ୍ୱିତୀୟ ସୋମବାର ହେଲା 11 ତାରିଖ। ଆମକୁ ପଚରା ହେଇଛି ତୃତୀୟ ସୋମବାର କେତେ ତାରିଖରେ ପଡିଛି? ତୃତୀୟ ସୋମବାର ହେଲା 18 ତାରିଖ ହେଲା। ଏଇ ମାସର ତୃତୀୟ ସୋମବାର 18 ତାରିଖରେ ପଡିଛି ହେଲା। 4 ନମ୍ବର, ଏହି ମାସର କେଉଁ କେଉଁ ତାରିଖ ବୁଧବାର ପଡିଅଛି? ଦେଖ ବୁଧବାର କେଉଁ କେଉଁ ତାରିଖ ପଡିଛି ନା 6, 13, 20, 27। କେଉଁ ତାରିଖରେ ପଡିଛି? 6, 13, 20 ଆଉ 27 ହେଲା। 7 ଲେଖାଏଁ ବଢି ବଢିଯିବ, 6 ରେ 7 ମିଶିଲେ 13, 13 ରେ 7 ମିଶିଲେ 20, 20 ରେ 7 ମିଶିଲେ 27 ହେଲା। ବୁଧବାର 4ଟି ବୁଧବାର ପଡିଛି। ପ୍ରଥମ ବୁଧବାର 6, ଦ୍ୱିତୀୟ ବୁଧବାର 13 ତାରିଖ, ତୃତୀୟ ବୁଧବାର 20 ତାରିଖ, ଚତୁର୍ଥ ବୁଧବାର 27 ତାରିଖ। 5 ନମ୍ବର, ସୋମବାର 4 ତାରିଖ ହେଲେ ଏହାର ପରବର୍ତ୍ତୀ ଶନିବାର କେଉଁ କେଉଁ ତାରିଖରେ ପଡିଅଛି? ସେ କହୁଛି ସୋମବାର 4 ତାରିଖ,
ହେଲା। ଯଦି ସୋମବାର 4 ତାରିଖ ତାହେଲେ ଏହାର ପରବର୍ତ୍ତୀ ଶନିବାର, ସବୁ ଶନିବାର ଏଇ ସୋମବାର ପରେ 4 ତାରିଖ ପରେ ଆଉ ଯୋଉ ଶନିବାର ଗୁଡ଼ିକ ଅଛି ସେମାନେ କେଉଁ କେଉଁ ତାରିଖରେ ପଡ଼ିଛି। ଦେଖ 4 ତାରିଖରେ ଯଦି ସୋମବାର ହେଲା ତାହେଲେ ଶନିବାର ହବ କେତେ ତାରିଖରେ? 9 ତାରିଖରେ। ଶନିବାର ପଡୁଛି 4 ପରେ, 4 ତାରିଖ ପରେ 9 ତାରିଖରେ ପଡୁଛି ଶନିବାର ହେଲା। ଏବଂ ତା ପରବର୍ତ୍ତୀ ଶନିବାର 9 ରେ 7 ମିଶିଲେ 16 ତାରିଖରେ ପଡୁଛି ଏବଂ ତାର ପରବର୍ତ୍ତୀ ଶନିବାର 16 ରେ 7 ମିଶିଲେ 23 ତାରିଖରେ ପଡୁଛି ହେଲା। ତାମାନେ ସୋମବାର 4 ତାରିଖ ହେଲେ ଏହାର ପରବର୍ତ୍ତୀ ଶନିବାର 9, 16 ଓ 23 ତାରିଖରେ ପଡ଼ିଅଛି। ଏପ୍ରିଲ ମାସର କ୍ୟାଲେଣ୍ଡର ହେଲା। ଏଇ କ୍ୟାଲେଣ୍ଡରକୁ ଦେଖିକିରି ତଳେ ଯେଉଁ ପ୍ରଶ୍ନ ଗୁଡ଼ିକ ଅଛି ତାର ସମାଧାନ କରିବା। ଦେଖ ପ୍ରଶ୍ନ ଅଛି, ଏହି ମାସରେ ମୋଟରେ କେତୋଟି ରବିବାର ପଡ଼ିଅଛି? କେତୋଟି ରବିବାର ପଡ଼ିଛି? ଦେଖ ରବିବାର 7, 14, 21, 28 କେତୋଟି? 4ଟି ରବିବାର। ଏହି ମାସରେ ମୋଟରେ 4ଟି ରବିବାର ପଡ଼ିଅଛି ହେଲା। 2 ନମ୍ବର, ଏହି ମାସର ଦ୍ୱିତୀୟ ବୁଧବାର କେଉଁ ତାରିଖରେ ପଡ଼ିଅଛି? ଦେଖ ବୁଧବାର, ପ୍ରଥମ ବୁଧବାର 3 ତାରିଖ, ଦ୍ୱିତୀୟ ବୁଧବାର ହେଉଛି 10 ତାରିଖ। ଦେଖ ଦ୍ୱିତୀୟ ବୁଧବାର 10 ତାରିଖରେ ପଡ଼ିଛି ହେଲା। 3 ନମ୍ବର, ଏହି ମାସର ଶେଷ ରବିବାର କେଉଁ ତାରିଖରେ ପଡ଼ିଅଛି? ଶେଷ ରବିବାର ହେଲା 28 ତାରିଖରେ ପଡ଼ିଛି। ଏହି ମାସର ଶେଷ ରବିବାର 28 ତାରିଖରେ ପଡ଼ିଛି ହେଲା। 4 ନମ୍ବର, ଗୁରୁବାରକୁ 1 ତାରିଖ ନେଇ ଅକ୍ଟୋବର ମାସ କ୍ୟାଲେଣ୍ଡର 2020 ପ୍ରସ୍ତୁତି କର। ସେ କୁହାଯାଇଛି ଯେ 2020 ମସିହାର ଅକ୍ଟୋବର ମାସର କ୍ୟାଲେଣ୍ଡରଟା ତିଆରି କରିବ। 1 ତାରିଖ ପଡୁଛି ଗୁରୁବାର, ସେ ଦେଇଛି ଗୁରୁବାର ପଡୁଛି 1 ତାରିଖ ହେଲା। ଦେଖା ଆମେ କେମିତି କ୍ୟାଲେଣ୍ଡର ତିଆରି କରୁଛେ। କ୍ୟାଲେଣ୍ଡର ତିଆରି କରିବା ପାଇଁ ହେଲେ ଏଇଭଳିଆ ଗୋଟେ ସାରଣୀ ପ୍ରଥମେ ତିଆରି କରିବା ହେଲା। 7ଟି ଯାକ ବାର ଲେଖିକି ରବି, ସୋମ, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି ହେଲା। ଏବଂ ଏଇଟା ହେଉଛି 2020 ମସିହାର ଅକ୍ଟୋବର ମାସର କ୍ୟାଲେଣ୍ଡର। ଅକ୍ଟୋବର 2020। ଅକ୍ଟୋବର 2020 ମସିହା। ପ୍ରଶ୍ନରେ କୁହାଯାଇଛି ଗୁରୁବାର ହେଉଛି 1 ତାରିଖ, ତେଣୁ ଆମେ ଗୁରୁବାରରୁ ଆରମ୍ଭ କରିବା। ଗୁରୁବାର 1 ତାରିଖ ଲେଖିକି କ୍ରମ ଅନୁସାରେ ସଂଖ୍ୟା ଗୁଡ଼ିକୁ ଲେଖିବା। ଆଉ ମନେ ରଖିବା ଅକ୍ଟୋବର ମାସ ହେଉଛି 31 ଦିନିଆ ମାସ ହେଲା। ତେଣୁ ଆମେ ଏ ଅକ୍ଟୋବର ମାସର କ୍ୟାଲେଣ୍ଡର ତିଆରି କରୁଛେ ବୋଲେ 31 ପର୍ଯ୍ୟନ୍ତ ସଂଖ୍ୟାକୁ କ୍ରମ ଅନୁସାରେ ଗୁରୁବାର ଠାରୁ ଆରମ୍ଭ କରିବା 1ରୁ ହେଲା। ତେବେ ଗୁରୁବାରକୁ 1 ତାରିଖ ନିଆଯାଇଛି। ଗୁରୁବାର ଏଠି ହେଲା 1 ତାରିଖ, ଶୁକ୍ରବାର 2 ତାରିଖ, ଶନିବାର 3 ତାରିଖ, ରବିବାର ହେଲା 4 ତାରିଖ, ସୋମବାର 5, ମଙ୍ଗଳବାର 6, ବୁଧବାର 7, ଗୁରୁବାର 8, ଶୁକ୍ରବାର 9, ଶନିବାର 10, ସେଠୁ ପୁଣି ରବିବାର 11, ସୋମବାର 12, ମଙ୍ଗଳବାର 13, ବୁଧବାର 14, ଗୁରୁବାର 15, ଶୁକ୍ରବାର 16, ଶନିବାର 17 ହେଲା। ତାପରେ ପୁଣି ରବିବାର ହେଇଯିବ 18, ସୋମବାର 19, ମଙ୍ଗଳବାର 20, ବୁଧବାର 21, ଗୁରୁବାର 22, ଶୁକ୍ରବାର 23, ଶନିବାର
24। ଏଠୁ ରବିବାର ହେଲା 25, ସୋମବାର 26, ମଙ୍ଗଳବାର 27, ବୁଧବାର 28, ଗୁରୁବାର 29, ଶୁକ୍ରବାର 30 ଆଉ ଶନିବାର 31। ଅକ୍ଟୋବର ହଉଛି 31 ଦିନିଆ ମାସ, ତେଣୁ ଶନିବାର ହେଲା 31 ହେଲା। ଏବେ ଅକ୍ଟୋବର ମାସର କ୍ୟାଲେଣ୍ଡର 2020 ମସିହାର ପ୍ରସ୍ତୁତ ହେଇଯାଇଛି। ଦେଖ 5 ନମ୍ବର, ଗୋଟିଏ ମାସର ଦ୍ୱିତୀୟ ବୁଧବାର 9 ତାରିଖ ହୋଇଥିଲେ ସେହି ମାସର 1 ତାରିଖ କେଉଁ ବାରରେ ପଡିଥିଲା? ଦେଖ ଏଠି ପ୍ରଶ୍ନରେ କୁହାଯାଇଛି ଯେ ଗୋଟିଏ ମାସର ଦ୍ୱିତୀୟ ବୁଧବାର ହଉଛି 9 ତାରିଖ, ତାହେଲେ ସେହି ମାସର 1 ତାରିଖ କେଉଁ ବାରରେ ପଡିଥିଲା ବାହାର କରିବା। ଦେଖ ଯଦି ଦ୍ୱିତୀୟ ବୁଧବାର ପଡିଥିଲା କେବେ? 9 ତାରିଖରେ। ନାଇଁ, ତାହେଲେ ପ୍ରଥମ ବୁଧବାର କେତେ ତାରିଖରେ ପଡିବ? ପ୍ରଥମ ବୁଧବାର କେତେ ତାରିଖରେ ହେଇଥିବ? ସପ୍ତାହର ଗୋଟିଏ ଦିନ ପରେ ପରବର୍ତ୍ତୀ ସେଇ ଦିନ ଆସିବା ପାଇଁ 7 ଦିନ ସମୟ ଲାଗୁଛି, ତେଣୁ 7 ଯୋଗ କରୁଛେ। ତେଣୁ ଏଠି ଦ୍ୱିତୀୟ ବୁଧବାର ଯଦି 9 ତାରିଖ ହେଇଥିଲା, ପ୍ରଥମ ବୁଧବାର ତାଠାରୁ 7 କମ ହବ ହେଲା। ତାମାନେ 9 ବିୟୋଗ 7 ସମାନେ 2 ତାରିଖ ହେଲା। ପ୍ରଥମ ବୁଧବାର ହେଇଥିଲା 2 ତାରିଖରେ। ତମକୁ ପଚାରିଛି ଯେ 1 ତାରିଖ କି ବାର ହେଇଥିଲା? ଯଦି ବୁଧବାର 2 ତାରିଖ, ତା ପୂର୍ବ ଦିନ ମଙ୍ଗଳବାର 1 ତାରିଖ। ଅତଏବ ସେହି ମାସର 1 ତାରିଖ ମଙ୍ଗଳବାରରେ ପଡିଥିଲା। ବୁଝିହେଲା? 6 ନମ୍ବର, ଶୁକ୍ରବାରକୁ 3 ତାରିଖ ନେଇ ଜୁଲାଇ ମାସ 2020 କ୍ୟାଲେଣ୍ଡର ପ୍ରସ୍ତୁତ କର। ଏଠି ମଧ୍ୟ ସେମିତି ଆମେ 2020 ମସିହାର ଜୁଲାଇ ମାସର ଗୋଟେ କ୍ୟାଲେଣ୍ଡର ପ୍ରସ୍ତୁତ କରିବା। ତେବେ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ହେଲେ ଆଗ କ୍ୟାଲେଣ୍ଡର ସାରଣୀଟିଏ ତିଆରି କରିବା। ଏବେ ସାରଣୀଟି ପ୍ରସ୍ତୁତ ହେଇଯାଇଛି। ଉପରେ ଲେଖ ଜୁଲାଇ ମାସ 2020। ଜୁଲାଇ ମାସ 2020। ଏଠି କହିଛି କଣ? ଶୁକ୍ରବାରକୁ 3 ତାରିଖ ନେଇକି ଜୁଲାଇ ମାସ କ୍ୟାଲେଣ୍ଡର ତିଆରି କରିବା। ଶୁକ୍ରବାର ହଉଛି 3 ତାରିଖ, ତେଣୁ ଶୁକ୍ରବାରରୁ ଆରମ୍ଭ କରିବା। ଶୁକ୍ରବାର ହେଲା 3 ତାରିଖ, ତାର ପୂର୍ବ ଦିନ ଅର୍ଥାତ ଗୁରୁବାର 2 ତାରିଖ, ତାର ପୂର୍ବ ଦିନ ଅର୍ଥାତ ବୁଧବାର 1 ତାରିଖ ହେଲା। ଏମିତି ଲେଖିବା। ଏବଂ ଏବେ ଶୁକ୍ରବାର ପରଠୁ କ୍ରମ ଅନୁସାରେ ସଂଖ୍ୟା ଗୁଡ଼ିକୁ ଲେଖିବା। ଜୁଲାଇ ମାସ ହଉଛି 31 ଦିନିଆ ମାସ, ତେଣୁ 31 ପର୍ଯ୍ୟନ୍ତ ଲେଖିବା ହେଲା। ଶନିବାର 4 ତାରିଖ, ରବିବାର ହେଲା 5 ତାରିଖ, ସୋମବାର 6, ମଙ୍ଗଳବାର 7, ବୁଧବାର 8, ଗୁରୁବାର 9, ଶୁକ୍ରବାର 10, ଶନିବାର 11, ରବିବାର 12, ସୋମବାର 13, ମଙ୍ଗଳବାର 14, ବୁଧବାର 15, ଗୁରୁବାର 16, ଶୁକ୍ରବାର 17, ଶନିବାର 18, ରବିବାର 19, ସୋମବାର 20, ମଙ୍ଗଳବାର 21, ବୁଧବାର 22, ଗୁରୁବାର 23, ଶୁକ୍ରବାର 24, ଶନିବାର ହେଲା 25। ସେଠୁ ରବିବାର
26, सोमवार 27, मंगलवार 28, बुधवार 29, गुरुवार 30 और शुक्रवार 31 है। जुलाई मासर कैलेंडर शुक्रवार दिन 3 तारिख। 7 नंबर प्रश्न अच्छी गोटे मासर तृतीय गुरुवार 17 तारिख पड़ी सही मासर प्रथम गुरुवार केउं तारिख रे पड़ीथिला। एठी देख तृतीय गुरुवार पड़ी 17 तारिख ताले द्वितीय गुरुवार के तारिख रे पड़ीथिला बाहर करबा। प्रथम तारिख रे प्रथम गुरुवार के तारिख रे पड़ीथिला बाहरबो हैला। देख तृतीय गुरुवार के तारिख रे पड़ीथिला देइची ना 17 तारिख रे हैला। कौनसी मासरे तृतीय गुरुवार ता पड़ीथिला 17 मासरे ताले द्वितीय गुरुवार के तारिख रे पड़ीथबो ना द्वितीय गुरुवार ताठू 7 दिन कम बोले 17 रु 7 वियोग करवा। 17 वियोग 7 17 रु 7 गले 10 तारिख है। प्रथम गुरुवार हम तो प्रथम गुरुवार बाहर करिवार अछि। प्रथम गुरुवार पड़ला ना 10 रु 7 वियोग करवा। 10 फेड़ाण 7 समाने 3 तारिख है। अतएव सही मासर प्रथम गुरुवार 3 तारिख रे पड़ीथिला। बुझीला। एथि सहित ए कैलेंडर पाठर समस्त प्रश्न सरी जाइछि। तेबे आजिर वीडियो को एठी रखिबा। वीडियोटी यदि भल लागिछि ताले लाइक और शेयर करिवो। आ जदि मोर चैनल रे नुआ अछंती बा चैनल को सब्सक्राइब करना हंती ताले सब्सक्राइब करिवा। समस्ते मोर चैनल को देखुचे किंतु सब्सक्राइब करने हैला। चैनल रो वीडियो देखिवा सहित चैनल को सब्सक्राइब करवा जरूरी। कारण सब्सक्राइब कले परवर्ती वीडियो रो नोटिफिकेशन आपनक मोबाइल रे आसीबो। तेणु सब्सक्राइब करिवे। आगामी वीडियो रे हमें रोमियो संख्या विषय रे पढ़िबा। विदाय। धन्यवाद। जय जगन्नाथ।